ଆଜି ମୋ ସହିତ ଏମିତି ଘଟିବ ବୋଲି ମୁଁ ଜାଣିନଥିଲି। ସକାଳୁ ଉଠିଲା ବେଳେ ଏଠି ପ୍ରବଳ ଖରା ହେଇଯାଇଥିଲା। ଏଠି 12ଟା ବେଳେ ବାଙ୍ଗାଲୋରର 12ଟା ବେଳେ ପୁରା ଖରା ହବ ଆଉ ଠିକ 4ଟା ବାଜି ନଥିବ ବର୍ଷା ପୁରା ନିର୍ଧୁମ ଗାଜି ଦେଇଥିବ। ଛାଡ ଯାହା ବି ହଉ ବାଙ୍ଗାଲୋରର କ୍ଲାଇମେଟ ସାଙ୍ଗରେ କୋଉ କ୍ଲାଇମେଟ ମିଶିବନି ଏତେ ସୁନ୍ଦର। ତ ଏଇଠି ମୁଁ ରେଡି ହେଇକି ଯାଇଥିଲି କଣ ହେଇଛି ଖାଇବାକୁ ପିଜିରେ ଦେଖିବାକୁ। ତ ଖାଇବାକୁ ହେଇଥିଲା ଭାତ ସହିତ ଡାଲି। ଆଉ ଡାଲି ଯେତିକି ନୁହଁ ତା ଦେହରେ ଭୀଷଣ ପତ୍ର ସେତିକି ପଡିଥିଲା। ମାନେ ଟିକେ ଛୁଙ୍କ ମାରାଯାଏ ହେଲେ ଏଠି ପୁରା ଭୀଷଣ ପତ୍ର ତମେ ଡାଲି ନୁହଁ ଭୀଷଣ ପତ୍ର ଡାଲି କହିବ ଏଇଟାକୁ। ତ ଡାଲି ସହିତ ହେଇଥିଲା ଆମ୍ବ ଚଟଣି। ତ ଭାତ ଡାଲି ଆମ୍ବ ଚଟଣି ମୁଁ ଟିକେ ନେଇ ଆସିକି ଖାଇ ଦେଇକିନି ବାହାରି ପଡିଥିଲି ଗୋଟେ ଜାଗାକୁ ଯିବି ବୋଲି। ଜାଗା କଣ ଶାନ୍ତିନିକେତନ ମଲ୍ ବୁଲିବାକୁ ଯିବି ବୋଲି। ଏଠି ବୁଲିବାକୁ କହିଲେ ମଲ୍ ହିଁ ବୁଲିବାକୁ ଯିବା ଆଉ ଯଦି କିଛି କୌଣସି ଜାଗା ହିଁ ନାହିଁ। ତ ଏଠି ମୁଁ ଟିକେ ମଶ୍ଚରାଇଜର ଆଉ ଲଗେଇ ଟିକେ ତାପରେ ସନସ୍କ୍ରିନ୍ ଲଗେଇକି ପୁରା ରେଡି ଯାଇଥିଲି। ମେକଅପ୍ କହିଲେ ମୋର ସେ ମଶ୍ଚରାଇଜର ସନସ୍କ୍ରିନ୍ ଆଉ ଟିକେ ଲିପଷ୍ଟିକ ଆଉ ଟିକେ ଗୋଟେ ବିନ୍ଦି ଲଗେଇଦେଲେ ବାସ୍ କାମ ଶେଷ। ଆଉ ମୁଣ୍ଡ କୁଣ୍ଡେଇବା ନାଁରେ ସେମିତି ମଝି ସୁତାଣି ପକେଇ ଛାଡି ଦିଅ ସଇଲା। ଆଉ କିଛି ଆସେ ହିଁ ନାହିଁ ମେକଅପ୍ ନାଁରେ ଏତିକି ହିଁ ଆସେ ମତେ। ତ ତାପରେ ମୁଁ ବାହାରି ଯାଇଥିଲି ଶାନ୍ତିନିକେତନ ମଲ୍ ଯିବାକୁ। ମଲ୍ ବାବାରେ ବାବା ମଲ୍ ଯିବାକୁ ମତେ ମାନେ ବୁଲିବାକୁ ଡର ନାହିଁ ହେଲେ ସେ ଯୋଉ ଟ୍ରାଫିକ ମୋର ଯୋଉ ବାନ୍ତି ହୁଏ ବସ ରେ ସେଇଟା ହିଁ ମୋର ଗୋଟେ ପ୍ରୋବ୍ଲେମ। ତ ଏଠି ରେଡି ହେଇଗଲି ଦେଖୁନିଅନ୍ତୁ ଆପଣ ମାନେ ଦେଖିପାରୁଥିବେ ମୁଁ ଏଠି କେମିତି ରେଡି ହେଇଯାଉଛି। ମତେ କିଛି ଆସେନି ଫିର ବି ମୁଁ ରେଡି ହେଇକି ଚାଲିଲି। ଦେଖିବା ତାପରେ ଚାଲନ୍ତୁ ଯିବା ଦେଖିବା। ବାହାରେ ଯାଇଥିଲେ ଯିବା ପାଇଁ ହେଲେ ଏମିତି ଟ୍ରାଫିକ ଥିଲା ଯେ ଦେଖିପାରୁଥିବେ ମାନେ ବସ ରେ ବସୁ ବସୁ ପୁରା ବାନ୍ତି ମାନେ ଏତିକି ବାଟ ଯେ 2-3 କିଲୋମିଟର ହେଇନି ଯେ ମୁଁ ବସିକି ଓହ୍ଲେଇଲା ବେଳକୁ ମୋ ହାଲତ ଖରାପ ହେଇଯାଇଥିବ। କାହିଁକିନା ଏଠି ଏତେ ଟ୍ରାଫିକ ଯେ ବସ୍ ଟିକେ ଯାଉଥିବ ଆଉ ଟିକେ ରହୁଥିବ। ଓଲା କଲେ ବି ସେଇ ସିଷ୍ଟମ। ତାପରେ ଏଠି ମୁଁ ଆସିକି ଏଇଠି ଶାନ୍ତିନିକେତନ ଯେତେବେଳେ ଆସେ ମୁଁ ଏଇଠି ହିଁ ବସେ କାହିଁକିନା ଏଇ ଜାଗା ଟା ମତେ ସବୁଠାରୁ ଭଲ ଲାଗେ। ଏଇଠି ପୁରା ଶାନ୍ତିରେ ବସିବାକୁ ମିଳେ। ଆଉ ମୁଁ ଏଇଠି ହିଁ ବସିକିଲା ପରେ ଯାଇଥିଲି ଗୋଟେ ଜାଗାକୁ ନୁଡୁଲ୍ସ ଖାଇବା ପାଇଁ। ସେଇଠି ଗୋଟେ ସାଙ୍ଗଟେ ମିଟ୍ ହେଇଥିଲା। ତ ମୁଁ ଖାଇଲା ପରେ ପୁଣି ରିଟର୍ନ ପଳେଇ ଆସିଥିଲି। ତାପରେ ଏଇଠି ରହୁଛି ଦେଖାହବ ନେକ୍ସଟ ଭିଡିଓକୁ ପୁଣି ଆଉଥରେ। ବାଏ ବାଏ ସାଙ୍ଗମାନେ ଭଲରେ ରୁହନ୍ତୁ ବାଏ।